କିଏ କ'ଣ ପାଇବାକୁ ଚାହେଁ? ଦୁର୍ବଳ ବ୍ୟକ୍ତି ସାହାଯ୍ୟ ଆଶା କରନ୍ତି। ବେଶ୍ୟାମାନେ ଧନୀ ପୁରୁଷକୁ ଚାହାନ୍ତି। ଧନବନ୍ତମାନେ ବନ୍ଧୁତା ଆଶା କରନ୍ତି। ଅଧମ ଭୃତ୍ୟମାନେ ମୁନିବର ଦ୍ରବ୍ୟକୁ ଇଚ୍ଛା କରନ୍ତି। ଜ୍ଞାନୀମାନେ ତତ୍ତ୍ୱାଲୋଚନାକୁ ଆଶା କରନ୍ତି। ପ୍ରେମିକ ଓ ପ୍ରେମିକା ସୁଯୋଗକୁ ଆଶା କରନ୍ତି। କୁଳବଧୂ ପତି ପ୍ରେମ ଆଶା କରେ। ରୋଗୀ ବୈଦ୍ୟକୁ ଆଶା କରେ। ବ୍ୟବସାୟୀ ମୂଲ୍ୟ ବୃଦ୍ଧିକୁ ଆଶା କରେ। ଭୟାଳୁ ରକ୍ଷାକର୍ତ୍ତାକୁ ଆଶା କରେ। ଭିକାରୀ ଦାନୀକୁ ଆଶା କରେ। ଦୁର୍ବଳ ଅନ୍ୟର ଛିଦ୍ରକୁ ଆଶା କରେ। ରୂପସୀ ନାରୀ ସୁଶ୍ରୀ ସନ୍ତାନ ଆଶା କରେ। ସୁନ୍ଦର ଗୃହ ପ୍ରଚୁର ଆସବାବ ଓ ଧନ ଆଶା କରେ। ଅର୍ଥକାରୀ ବିଦ୍ୟା ଅନୁରକ୍ତ ଦାସ ଆଶା କରେ। ପିତାମାତା ଗୁଣୀ ସନ୍ତାନର ଆଶା କରନ୍ତି। ଗୁରୁ ଉତ୍ତମ ଛାତ୍ର ଆଶା କରନ୍ତି। ଯେଉଁମାନେ ଧନ ସମ୍ପତ୍ତି ନେଣ ଦେଣରେ ବିଦ୍ୟା ଶିକ୍ଷା ଅଥବା ଅନ୍ୟ କୌଣସି ପ୍ରକାର କଳାକୁ ଶିଖିବାରେ ଖାଇବା ପିଇବାରେ ଏବଂ ହିସାବ କିତାବରେ ଟିକିଏ ବି ସଂକୋଚ କରିନଥାନ୍ତି ସେଇମାନେ ହିଁ ଜୀବନରେ ସୁଖ ପାଇଥାନ୍ତି। ପ୍ରତ୍ୟେକ ମଣିଷ ନେଣ ଦେଣରେ ନିଜର ହିସାବ ପତ୍ର କରିନେବା ଜରୁରୀ। ବିନା ଲେଖା ପଢ଼ାରେ ନେଣ ଦେଣ କରିବା ଅନୁଚିତ। ଲୋକେ କହନ୍ତି ଟଙ୍କା ପଇସା ଧନ ସମ୍ପତ୍ତି ସମ୍ପର୍କ ଯୋଡ଼େ ଆଉ ଭାଙ୍ଗେ। ଏସବୁର ରୋକଠୋକ ହିସାବ ଦ୍ୱାରା ସମ୍ପର୍କ ଅତୁଟ ରହେ। ସମସ୍ତେ କୁହନ୍ତି ବଞ୍ଚିବା ପାଇଁ ଟଙ୍କାର ନିହାତି ଆବଶ୍ୟକ ହୋଇଥାଏ। ହେଲେ ମୁଁ କହିବି ବଞ୍ଚିବା ପାଇଁ ଟଙ୍କାର ଯେତିକି ଆବଶ୍ୟକତା ହୋଇନଥାଏ ତାଠୁ ଅଧିକ ମାନସିକ ଶାନ୍ତିର ଆବଶ୍ୟକତା ହୋଇଥାଏ। ଏବେ କାହା ସହ ଯୁକ୍ତି କରିବାକୁ ବି ଇଚ୍ଛା ନାହିଁ। ଯଦି କିଏ କହୁଛି ତୁ ଖରାପ ବୋଲି କହୁଛି ହଁ ମୁଁ ଖରାପ ତୁମେ ଭଲରେ ରୁହ, ଏବେ ତ ନିଶ୍ଚିତ ଶାନ୍ତି ମିଳିଥିବ ତୁମକୁ। ପ୍ରଥମ ପ୍ରଣାମ ପରମାତ୍ମାଙ୍କୁ ଯିଏ ସବୁକିଛି ସୃଷ୍ଟି କରିଛନ୍ତି। ଦ୍ୱିତୀୟ ପ୍ରଣାମ ମାତା ପିତାଙ୍କୁ ଯିଏ ଜନ୍ମ ଦେଇଛନ୍ତି। ତୃତୀୟ ପ୍ରଣାମ ଗୁରୁମାନଙ୍କୁ ଯିଏ ବିଦ୍ୟା ତଥା ଜ୍ଞାନ ଦେଇଛନ୍ତି। ଚତୁର୍ଥ ପ୍ରଣାମ ଆପଣ ସମସ୍ତଙ୍କୁ ଯେଉଁମାନେ ନିଜ ସହିତ ଜଡ଼ିତ ହେବା ପାଇଁ ସୁଯୋଗ ଦେଇଛନ୍ତି। ଭଲ ସମୟ ଆସିବା ପୂର୍ବରୁ ସଂକେତ। ଘରେ ପକ୍ଷୀ ବସା କରିବା, ଘରକୁ ବାରମ୍ବାର କଳା ପିମ୍ପୁଡ଼ି ଆସିବା, ସ୍ୱପ୍ନରେ ମନ୍ଦିର ଫୁଲ ହାତୀ ସୁନା ରୂପା ନଦୀ କିମ୍ବା ଝାଡ଼ୁ ଦେଖିବା, ସକାଳୁ ସକାଳୁ ଶଙ୍ଖ ଧ୍ୱନି କିମ୍ବା ମନ୍ଦିରର ଘଣ୍ଟି ଶବ୍ଦ ଶୁଣିବା, ପୁରୁଷଙ୍କ ଡାହାଣ ହାତ ଏବଂ ମହିଳାଙ୍କ ବାମ ହାତ ହଠାତ୍ କୁଣ୍ଡେଇ ହେବା, ହଠାତ୍ ରଙ୍ଗ ବେରଙ୍ଗ ପ୍ରଜାପତି କିମ୍ବା ଇନ୍ଦ୍ରଧନୁ ଦେଖିବା, ଘରୁ ବାହାରିବା ସମୟରେ ଧଳା ଗାଈ ଦେଖିବା, 3ଟାରୁ 5ଟା ଭିତରେ ନିଦ ଆପେ ଆପେ ଭାଙ୍ଗିଯିବା ଓ ଭଗବାନଙ୍କୁ ଚିନ୍ତା କରିବା, ବନ୍ଧୁ ବାନ୍ଧବ ବାରମ୍ବାର ଘରକୁ ଆସିବା, ଛୋଟ ପିଲା ଆପଣଙ୍କୁ ଦେଖି ହସିବା କିମ୍ବା ଆପଣଙ୍କ ପାଖକୁ ଖେଳିବାକୁ ଆସିବା। ଜୟ ଶ୍ରୀ ଜଗନ୍ନାଥ।